ଭୋଟ ତ ଆମେ ଉପଯୁକ୍ତ କ୍ୟାଣ୍ଡିଡେଟ୍ ଦେଖୁ ଜଣେ ଜଣାଶୁଣା ଲୋକ ହିସାବରେ ଆମେ ସବୁବେଳେ ଉପଯୁକ୍ତ ପ୍ରାର୍ଥୀକୁ ଦେଖିକି ଭୋଟ ଦେବା। ଆଉ ଯିଏ ଆମର ବ୍ରହ୍ମପୁର ପାଇଁ କାମ କରିପାରିବ ବା ଗଞ୍ଜାମ ପାଇଁ କାମ କରିପାରିବ ସେମାନଙ୍କୁ ଏକା ଆମେ ଭୋଟ ଦେବୁ। ମନପସନ୍ଦ ଦଳ ତ ଆମେ ସେମିତି କହିପାରିବାନି। ଦଳ ସେ ଆମେ ଯାହାକୁ ଭୋଟ ଦେଲେ ବି ପୋଚକା ଆଳୁ ଭିତରୁ ଆମେ ଗୋଟେ ବାଛିକିରି ଏକା କାହାକୁ ଦେବାକୁ ପଡ଼ିବ। ତେଣୁ ଯେଉଁଟା ଟିକେ ଆମକୁ ଭଲ ଲାଗିବ ତାକୁ ଏକା ଭୋଟ ଦେବୁ। ପୋଚକା ଭିତରୁ ଗୋଟେ ବାଛିବୁ ତାକୁ ତ ଅଲଗା କର। ପୋଚକା ଏବେ ଆଳୁ ଅଖା ଭିତରୁ ତ ପୋଚକା ସବୁ ବାହାର କରେ। ଏବେ ଯେତିକି ଆସିଛି ସବୁ ପୋଚକା। କୌଣସି ଇଏକୁ ଆମେ ଭଲ ବୋଲି କହିପାରିବାନି। ଆଉ ଅର୍ଥବଳ ବାହୁବଳ ପ୍ରଲୋଭନ କରିକିରି ମଧ୍ୟ ଭୋଟ ନେଉଛନ୍ତି। ସେ ଫାର୍ରେ ତ ଆମେ ନାହୁଁ। ତଥାପି ସେ କହିଲା ପରେ ଆମେ ପୋଚକା ଭିତରୁ ଗୋଟେ ଯେଉଁ ବାଛିବୁ ତାଇରୁ କାହାକୁ ଘରେ ବାଛିକି ଦେବୁ। ପ୍ରାର୍ଥୀକି ଦେଖିକି ଦେବା କଥା, ଦଳକୁ ଦେଖିନି। ସେବା କରିପାରିବ ଯିଏ ଇମିଡ଼ିଏଟ୍ ଆମକୁ କିଛି ପାଖରେ ପହଞ୍ଚି ପାରିବ ସେ ପ୍ରକାର ଲୋକକୁ ଆମେ ଦେଉଛୁ। ଆମର ଲୋକାଲିଟିରେ ଥିବେ କାମ କରିପାରୁଥିବେ। ପ୍ରତିବର୍ଷ ନିର୍ବାଚନ ତ ହେଉନି, ପ୍ରତି 5 ବର୍ଷ ନିର୍ବାଚନ ହେଉଛି। ଏଇଟା ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ର। ଆମର ନାଗରିକର ଭୋଟ ଅଛି। ଭୋଟଟା ଉପଯୁକ୍ତ ପ୍ରାର୍ଥୀକି ବିବେଚନା କରି କାହାର ଅର୍ଥ ବାହୁବଳ ବା କୌଣସି ପ୍ରକାର ପ୍ରଲୋଭିତ ନ ହୋଇକରି ନିଜର ଗଣତାନ୍ତ୍ରିକ ଅଧିକାରକୁ ଠିକ୍ ବଟନ ଟିପିକିରି ଭୋଟ ଦିଅ। କୌଣସି ଭେଦଭାବ ରଖନି। ନିଜର ପୂର୍ବ ଭବିଷ୍ୟତକୁ, ନିଜର ଆକାଂକ୍ଷାକୁ, ନିଜର ସହର ପାଇଁ, ଦେଶ ପାଇଁ, ରାଷ୍ଟ୍ର ପାଇଁ, ନିଜର ଅଧିକାରକୁ ବଟନଟାକୁ ସାଇଲେଣ୍ଟଲି କାହାକୁ ତମେ ଜଣନି, ମାତ୍ର ଦେଶକୁ, ରାଷ୍ଟ୍ରକୁ, ଭାରତୀୟତାର ପରିପୂର୍ଣ୍ଣ ଭାବରେ ସମାଧାନ କରିବା ପାଇଁ ନିଜର ଅଧିକାରକୁ ସାବ୍ୟସ୍ତ କର। ଆଉ ଯଦି ପାରୁଛ ଆହୁରି ଦେଶ ପାଇଁ ହଉ, ରାଷ୍ଟ୍ର ପାଇଁ ହଉ, ନିଜ ପାଇଁ ହଉ ବା ସହର ପାଇଁ ହଉ ଉପଯୁକ୍ତ ପ୍ରାର୍ଥୀକୁ ବାଛିକିରି ଭୋଟ ଦିଅ। କାହାକୁ ହେଲେ ପ୍ରଭାବିତ ହେଇନି, କୌଣସି ପ୍ରକାର ପ୍ରଭାବିତ ହେଇନି। ଆଉ ଆମେ ଦେଖ ଯେ ଆମର କ'ଣ ଲାଭ ନଷ୍ଟି ସେଇଟା ଦେଖନି। ଦେଶ ପାଇଁ, ରାଷ୍ଟ୍ର ପାଇଁ, ଆମ ପାଇଁ ବା ପିଲାମାନଙ୍କ ଭବିଷ୍ୟତ ପାଇଁ, ଦେଶର ଉଜ୍ଜଳ ପାଇଁ ଭୋଟ ଦିଅ। ଦଳ ଗୋଟେ ପ୍ରକାର ଅଛି, ଦଳ ବି ଅଛି, ପ୍ରାର୍ଥୀ ବି ଅଛି। ଏବେ କେନ୍ଦ୍ରରେ ଦେଖିବେ ବୋଲେ ସାଧାରଣତଃ ଦଳକୁ ଦେଖି ଦେବା କଥା, କିନ୍ତୁ ବିଧାନସଭାଟା ଦେଖିବେ ତ ପ୍ରାର୍ଥୀକି ଦେବା ଦରକାର। କିଏ ଆମ ସହର ପାଇଁ କିଛି କରିପାରିବ, ଯେହେତୁ ଦୀର୍ଘ ବର୍ଷ ହେଲା ବ୍ରହ୍ମପୁର ଗୋଟେ ଅବହେଳିତ ହେଇକିରି ଅଛି। ଅନେକ ସମସ୍ୟା ରହିଛି, କିନ୍ତୁ ଏ ପର୍ଯ୍ୟନ୍ତ ତାର କୌଣସି ସମାଧାନ ହେଇପାରୁନି। କିନ୍ତୁ ଏ ଦୃଷ୍ଟିରୁ ଦେଖିଲେ ଗୋଟେ ଭଲ ପ୍ରାର୍ଥୀକି ଦେଖିକି ଦେବା କଥା, ଯେହେତୁ ସେ କିଛି କରିପାରିବ ବ୍ରହ୍ମପୁର ପାଇଁ। ଅନେକ ସମସ୍ୟା ରହିଛି।